যেତେବେଳେ গোটে ডেভিল স্পিরিট জଣଙ୍କ ଭିତରେ ଲାଗିଥାଏ, ଡେଭିଲ ସ୍ପିରିଟ ଲାଗେ, ସେ କଣ କରେ, ସେ କଣ କରେ ସେ ନିଜେ ବି ଜାଣିନି, ପରେ ମୁଁ ଜାଣିନି ମୁଁ କଣ କରିବି। ଠିକ ହଉଛି, ବାକ୍ୟ କୁହେ ଆପଣ କଣ କରନ୍ତି ଆପଣ ଜାଣନ୍ତି ନା, କାହିଁକି ତାର ରେଭେଲେସନ ଜାଣନ୍ତୁ, ଏଇଟା ହିଁ ପୁନରୁତ୍ଥାନ। କାହିଁକି ଅର୍ଥ ଆଜି ପର୍ଯ୍ୟନ୍ତ ଆପଣ ପାପ କରିବାକୁ ଇଚ୍ଛା ନାହିଁ, ଜାଣନ୍ତୁ ଶୁଣ, ଆପଣଙ୍କର ପାପ କରିବାକୁ ଇଚ୍ଛା ନାହିଁ, ଆପଣଙ୍କର ବ୍ୟଭିଚାର କରିବାକୁ ଇଚ୍ଛା ନାହିଁ, ଆପଣଙ୍କୁ ଖରାପ ବିଷୟ ଦେଖିବାକୁ ଇଚ୍ଛା ନାହିଁ, ଖରାପ ବିଷୟ ଶୁଣିବାକୁ ଇଚ୍ଛା ନାହିଁ, ମିଛ କହିବାକୁ ଇଚ୍ଛା ନାହିଁ, କୌଣସି ଜିନିଷ କରିବା ପାଇଁ ଇଚ୍ଛା ନାହିଁ, କିନ୍ତୁ ବାର ବାର ହେଇ ତ ଯାଉଛି, ଆଉ କରିବି କାହିଁକି ହଉଛି? ତାର କାରଣ ଏଇଟା, ଯୋଉ ଭଦ୍ର ବ୍ୟକ୍ତି ଆଗରୁ ପାପ କରିଦେଇଛି ସେଇ କ୍ୟାରେକ୍ଟର ଆପଣଙ୍କ ଭିତରେ ଅଛି ବୋଲି ସେଇଟା ଅଟୋମେଟିକ ହଉଛି। ଯୋଉ ପ୍ରଥମ ଆଦମ ସେ ପାପ କରିଦେଲା, ବାଇବଲ ମେନସନ କରେ ଜଣଙ୍କ ଦ୍ୱାରା ପ୍ରତ୍ୟେକ ତା ଉରସରୁ ଜାତ ପ୍ରତ୍ୟେକ ଲୋକମାନଙ୍କ ଭିତରେ କଣ ହଉଛି? ସେମ ସ୍ୱଭାବ, ସେମ କ୍ୟାରେକ୍ଟର, ସେମ ମିଛ, ସେମ ଲଜ୍ଜା ତା ଭିତରେ କାମ କରୁଛି। ଏଟା ଆପଣଙ୍କର ଦୋଷ ନାହିଁ, ଦୋଷ କାର? ପ୍ରଥମ ଆଦମର। ହାଲେଲୁୟା। ଏବେ ବୁଝିପାରିଲେ? କିନ୍ତୁ ମୋର ପ୍ରିୟ ମାନେ, ମୁଁ ଆଜି ଆପଣମାନଙ୍କୁ ଗୁଡ ନ୍ୟୁଜ ଦେବା ପାଇଁ ଚାହେଁ। କଣ ଗୁଡ ନ୍ୟୁଜ? ପ୍ରଥମ ଆଦମକୁ ନାଶ କରିବା ପାଇଁ ଦ୍ୱିତୀୟ ଆଦମକୁ ପରମେଶ୍ୱର ପଠେଇଲେ, ଆଉ କହିଲେ ପ୍ରଥମ ଆଦମ ସବୁ କ୍ୟାନ୍ସଲ କର, ଆଉ ତୋ ରକ୍ତ ଦେଇକି ତୁ ସମସ୍ତଙ୍କୁ କିଣିଦେ, ଯାହା ଫଳରେ ତାଙ୍କ ସ୍ୱଭାବ ନୁହେଁ, ଦ୍ୱିତୀୟ ଆଦମ ମାନେ ପ୍ରଭୁ ଯୀଶୁଙ୍କର ସ୍ୱଭାବ ଆପଣଙ୍କ ଭିତରେ ରହିବ, ଆଉ ଆପଣ ପାପ କରିବାକୁ ଚାହିଁଲେ ବି କରିବେନି, ମିଛ କହିବାକୁ ଚାହିଁଲେ ବି କରିବେନି, ବ୍ୟଭିଚାର କରିବାକୁ ଚାହିଁଲେ ବି ପବିତ୍ର ଆତ୍ମା କହିବେ ଏ ଚୁପ୍, ବ୍ୟଭିଚାର କରନା। ହାଲେଲୁୟା।